जय जगन्नाथ समस्तଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ। ତ ଆଜି ମୁଁ ଟିକେ ଖୁସି ଅଛି କାହିଁକିନା ମୋର ଆଜି ଲାଷ୍ଟ ଏକ୍ଜାମ। ତ ଆଜି ଲାଷ୍ଟ ଏକ୍ଜାମ ସାଙ୍ଗକୁ ଆଉ ଗୋଟେ କିଛି ସ୍ପେଶାଲ ଅଛି, ସେଥିଲାଗି ମୁଁ ବହୁତ ଖୁସି ଅଛି। ତ ସକାଳୁ ସକାଳୁ ଦେଖୁଛନ୍ତି ଇଏ ହେଉଛି ମନ୍ଥାର ପ୍ରଭାବ। ମନ୍ଥା ମାନେ ଆମର ଯେଉଁ ବାତ୍ୟା ଆମ ଓଡ଼ିଶା ପାଇଁ ତ ବାତ୍ୟା କିଛି ନୂଆ କଥା ନୁହଁ। 1999ରୁ ଚାଲିଛି ଯେ ଚାଲିଛି, ପ୍ରତିବର୍ଷ ଆସୁଛି। କେବେ ଟିକେ ଅଧିକା ରୂପ ଦେଖାଉଛି, କେବେ ଟିକେ କମ୍। ତ ଯାହା ବି ହଉ ସେଇଥିରେ ତ କାଳୀ ପୂଜାରେ ବହୁତ ବଢ଼ିଆ ହେଇଛି। ମାନେ କାଳୀ ପୂଜା ପାଇଁ କିଛି ଇଫେକ୍ଟ କରିପାରିନି ସେ, ନା ଏପଟେ ତ ବହୁତ କମ୍। ଯୋଉପଟେ ଅଧିକା ହେଇଛି ସେପଟେ ତ ଭଗବାନ କରନ୍ତୁ ସମସ୍ତେ ଠିକ୍ ଥାନ୍ତୁ, କିନ୍ତୁ ଏପଟ ଲାଇନରେ କିଛି ବି ଆମର ଭଦ୍ରକ ହେଲା, ଯାଜପୁର, ବାଲେଶ୍ୱର ଏପଟ ସାଇଡ୍ରେ ବେଶୀ କିଛି କ୍ଷୟକ୍ଷତି ହେଇନି। ଖାଲି ହଁ ଟିକେ ବର୍ଷା ହେଇଛି ଯୋଉଟାକି ଦରକାର ଥିଲା। ତ ସେଇ ବର୍ଷାରେ ତ କ'ଣ କରିବା, ଏକ୍ଜାମ ଅଛି ମାନେ ବାହାରିବାକୁ ପଡ଼ିବ। ଏକ୍ଜାମ ସାରିକି ଫାଇନାଲି ମାମୁଁଙ୍କ ସହିତ ଯାଉଛି ମାମୁଁ ଘର। ଯେହେତୁ ଏକ୍ଜାମ ସେଣ୍ଟର ପାଖରୁ ମାମୁଁ ଘରର ଡିଷ୍ଟାନ୍ସ ବେଶୀ ନୁହଁ, ଅଧଘଣ୍ଟେ ଟାଇମ୍ ଲାଗିବ ପହଞ୍ଚିବା ପାଇଁ। ତ ସେଇ ଚାନ୍ସଟାକୁ ଆଉ କେମିତି ବା ମିସ୍ କରିବୁ। ତ ସେଥିପାଇଁ ପଳେଇଥିଲୁ ଟିକେ ମାମୁଁ ଘର ଆଡ଼େ। ଆଉ ମୁଁ ଜାଣିନି, ମାମୁଁ ଘରର ଫିଲିଙ୍ଗସ୍ ହିଁ ଅଲଗା। ମାନେ ଯେତେବେଳେ ମାମୁଁ ଘର ଯିବାକୁ ହୁଏ ନା, ସେ ଗାଁ ପୁରା ଅଲଗା ଅଲଗା ଲାଗେ। ମୁଁ ତ ସେମିତି ଗାଁର ପରିବେଶରେ ସେମିତି ଖାସ୍ ବଢ଼ିନି, ହେଲେ ମାମୁଁ ଘର ଗାଁଟା ବହୁତ ସୁନ୍ଦର ଲାଗେ, ବହୁତ ସୁନ୍ଦର। ସେଇ ଚାଳ ଘର ଅଛି ଏବେ ବି ସେଇ ଚାଳ ଘର, ଯୋଉଟାକି ଦେଖିବାକୁ ଭାରି ଭଲ ଲାଗେ। କାହିଁକିନା ଏବେ ତ ଆପଣ ଯୁଆଡ଼େ ଦେଖିବେ ସିଆଡ଼େ କୋଠା ହେଇଯାଇଛି, ହେଲେ ମୋ ମାମୁଁ ଘର ଆଡ଼େ ଯୁଆଡ଼େ ଅନେଇବେ ସେଇପଟେ ଛୋଟ ଛୋଟ ଚାଳ ଘର। ଆଉ ସେ ଚାଳ ଘର ଗୁଡ଼ା ବି ସେମିତି କିଛି ଖରାପ ହେଇନଥାଏ ଆଜ୍ଞା, ବହୁତ ସୁନ୍ଦର ଲାଗୁଥାଏ। ସେମାନେ ବହୁତ ସଜାଡ଼ିକି ରଖିଛନ୍ତି ତାକୁ। ଆଉ ଯିଏ ତ ତାଙ୍କର କରିଦେଲେଣି କୋଠା ଘର, ସେ କରିଯାଉଛନ୍ତି। ଆଉ ସେତିକି ନୁହଁ, ମାମୁଁ ଘର ପାଖରେ ତ ଏବେ ଜଗନ୍ନାଥଙ୍କର ପ୍ରତିଷ୍ଠା ହେଇଛି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ତ ସେ ମନ୍ଦିରଟା ନା ବହୁତ ଦୂର ପର୍ଯ୍ୟନ୍ତ ଦେଖାଯାଉଛି, ତାକୁ ଦେଖିଲେ ବି ବହୁତ ଭଲ ଲାଗେ। ତ ଏଇ ଦେଖନ୍ତୁ ସେଇ ମନ୍ଦିରଟା। ତ ଫାଇନାଲି ଆସିକି ମାମୁଁ ଘରେ ପହଞ୍ଚି ଯାଇଥିଲି। ହେଲେ କ'ଣ କହିବି, ମାମୁଁ ଘରେ ପହଞ୍ଚିଲା ପରେ ଆଉ ତ ଭିଡ଼ିଓ କରିହବନି, କାହିଁକିନା ମାମୁଁ ମାଇଁ ଏମାନେ ସବୁ ତ ଲାଗିଯାଇଥିବେ ପଛରେ। ତ ଏଇ ଜିନିଷଟା ଦେଖନ୍ତୁ, ମୋ ମାମୁଁ ଘରେ ବି ଏବେ ଚାଳ ଘର ଅଛି, ଆଉ କେତେ ସୁନ୍ଦର ଦେଖାଯାଉଛି। ଏଇଟା ପୁରା ଘରର ମଝାମଝିରେ ଥାଏ। ଆଉ ଏଠି ଜାଣିଛନ୍ତି ଏଇ ତଳେ ଗୋଟେ କଏନ୍ ପଡ଼ିଥାଏ। ମତେ ସେଇଟା ଖୁଣ୍ଟିବାକୁ ଭଲ ଲାଗେ କିନ୍ତୁ ଉଠେନି, କାହିଁକିନା ସେଇଟା ଫିକ୍ସ ଥାଏ। ତ ଫାଇନାଲି ଅଜା ଆଈଙ୍କ ସାଙ୍ଗରେ ଗୋଟେ ଫଟୋ ନେଇ ବାହାରି ଆସିଥିଲି। ଆସିକି ଘରେ ପହଞ୍ଚିଲା ବେଳକୁ ଦେଖୁଛନ୍ତି ତ ରାତି ହେଇଗଲାଣି, ଆଉ ମୁଁ ବି ବହୁତ ଥକି ଯାଇଛି। ଆଜି ତ ଭଲ ରକମ ଶୋଇବି। ତ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ ନିଶ୍ଚିତ କରିବେ।